ଦେଖନ୍ତୁ ପ୍ରବାଦ ପୁରୁଷ ବିଜୁ ବାବୁଙ୍କର ଶ୍ରଦ୍ଧାଞ୍ଜଳି ସଭାରେ ମୁଁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କଲି ଏବଂ ଓଡ଼ିଶା ନାଗରିକ ମଞ୍ଚ ଦ୍ୱାରା ଆହୁତ ହୋଇଥିବା ଏ ଶ୍ରଦ୍ଧାଞ୍ଜଳି ସଭାରେ ଅନେକ ବିଜୁ ପ୍ରେମୀ ଯୋଗଦାନ କରିଛନ୍ତି। ପ୍ରକୃତ ପକ୍ଷେ ବିଜୁ ବାବୁଙ୍କର ଯେଉଁ ଅମ୍ଳାନ ସ୍ମୃତିକୁ ମନେ ପକାଇବାର ଏ ସୁଯୋଗ ଏବଂ ତା ମାଧ୍ୟମରେ ବିଜୁ ବାବୁଙ୍କର ଯେଉଁ ଓଡ଼ିଶା ପ୍ରତି ଭଲ ପାଇବା ଥିଲା, ଓଡ଼ିଶାର ଓଡ଼ିଆ ଲୋକଙ୍କୁ ସମଗ୍ର ବିଶ୍ୱରେ ନିଜର ସ୍ୱତନ୍ତ୍ରତା ପ୍ରତିପାଦିତ କରିବାର ଯେଉଁ ଅଭିଳାଷ ଥିଲା ତାକୁ ପୂରଣ କରିବା ପାଇଁ ଏ ଶ୍ରଦ୍ଧାଞ୍ଜଳି ସଭାରେ ଅନେକ ବକ୍ତାଙ୍କର ମତ ପ୍ରକାଶ ପାଇଲା। ମୁଁ ମଧ୍ୟ ଆଜି ସେ ଦୃଷ୍ଟିରୁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛି। ଆଉ ଗୋଟିଏ ପ୍ରସଙ୍ଗ ଯେ ନବୀନ ବାବୁ କହିଛନ୍ତି ଯେଉଁ ଡିଲିମିଟେସନ ପ୍ରସଙ୍ଗରେ ଓଡ଼ିଶାର ସ୍ୱାଭିମାନ ବି ବିପଦରେ, କାରଣ ଓଡ଼ିଶାର ସ୍ୱାର୍ଥ ରକ୍ଷା କରିବା କ୍ଷେତ୍ରରେ ଭାରତୀୟ ଜନତା ପାର୍ଟି ସରକାର ଯେମିତି ପଦକ୍ଷେପ ନେବା କଥା ନିଆଯାଏ। ନବୀନ ବାବୁ ତାଙ୍କୁ ବୋଧେ ତାଙ୍କର ସେ ପୁରୁଣା ଅଭ୍ୟାସ ଅଛି, ନିଜେ ବୋଧେ ଅଧ୍ୟୟନ କରିନାହାନ୍ତି। ଏ ଐତିହାସିକ ମହିଳା ଶକ୍ତି ବନ୍ଧନ ବିଲ୍ ପାରିତ ହେଉଛି। ପାର୍ଲାମେଣ୍ଟରେ ସ୍ପଷ୍ଟତାର ସହ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଏ କଥାକୁ ରଖିଛନ୍ତି। କୌଣସି ରାଜ୍ୟ ତାର ହକ୍ରୁ ସେ ବାଦ ପଡ଼ୁନାହାନ୍ତି, ସେ ଗ୍ୟାରେଣ୍ଟି ମଧ୍ୟ ଦେଇଛନ୍ତି। ଆଉ ପାର୍ଲାମେଣ୍ଟର ଡିବେଟ୍ରେ ନିଶ୍ଚିତ ରୂପେ ନବୀନ ବାବୁ ଯଦି କଥା ଦେଖିଥାନ୍ତେ, ସିଏ ଏଭଳି ଚିଠି ଲେଖି ଏକ ଚା କପ୍ରେ ଝଡ଼ ସୃଷ୍ଟି କରିନଥାନ୍ତେ। ଦୀର୍ଘଦିନ ତାଙ୍କ ଓଡ଼ିଶାର ସ୍ୱାର୍ଥ ରକ୍ଷା କରିବା ପାଇଁ ଓଡ଼ିଶାବାସୀ ଦାୟିତ୍ୱ ଦେଇଥିଲେ। କେଉଁଠି ନା କେଉଁଠି ଇଏ କ୍ଷୁଦ୍ର ମାନସିକତାରେ, ଛୋଟ ମନରେ ଏଭଳି ରାଜନୈତିକ ଉତ୍ଥାନ କରୁଛନ୍ତି। ମୋଦିଙ୍କର ଗ୍ୟାରେଣ୍ଟି ଇଏ ଦେଶବାସୀ ଜାଣିଛନ୍ତି, ରାଜ୍ୟବାସୀ ମଧ୍ୟ ଜାଣିଛନ୍ତି। ତେଣୁ ନବୀନ ବାବୁଙ୍କର ଏଭଳି ରାଜନୈତିକ ଅସ୍ତିତ୍ୱ ବଞ୍ଚେଇ ନିଜକୁ ପ୍ରତିପାଦିତ କରିବାର ଏ ଯେଉଁ ଚେଷ୍ଟା ଇଏ ବିଫଳ ହେବ।